ଆଜି ରସୁଣ ପିଠିରୁ ଛାଲ ଉତାରୁଛି ମାନେ ତ ଗୋଟେ ସ୍ପେଶାଲ ଆଇଟମ ମୁଁ କରୁଥିବି। ଆଜି ଆମର ହବାକୁ ଯାଉଛି ମାଟି ହାଣ୍ଡି ଚିକେନ ପୋସ୍ତ। ଗ୍ରାଇଣ୍ଡର କପରେ ନେଇଗଲି ଅଦା ରସୁଣ ପୋସ୍ତକ ଡାଲଚିନି ଗୁଜୁରାତି ଗୋଲମରିଚ ଲବଙ୍ଗ ଟମାଟର ସବୁ କେରକେରା କରିକି ଘାଣ୍ଟି ଦେଲି। ପିଆଜର ମୁଣ୍ଡରୁ ଚୁଟି ଉପାଡ଼ି ଦେଲି ଗୁଣ୍ଡୁ ଗୁଣ୍ଡୁ କରି କାଟି ଚାଲି। ଆଜି ଆମର ରୋଷେଇ ପ୍ଲାନିଂଟା ପୁରା ଅଗଣାରେ କରିଥିଲି। ଡେରି ନ କରି ସମସ୍ତଙ୍କୁ କାମରେ ଲଗେଇ ଦେଇ କାହାକୁ ହାଣ୍ଡି ଧରି ବାହାରକୁ ଆସ କହିଲି ଆଉ କାହାକୁ ଜାଳ କହିଦେଲି ଆଉ କାହାକୁ ଚୁଲିଟା ଲଗେଇ ଦିଅ ବୋଲି କହିଲି। କଣ ଏକୁଟିଆ ଏତେ କାମ କରିପାରିଥାନ୍ତି? ବେଶୀ ଲେଟ୍ ନ କରି ଚୁଲିକୁ ଜଳେଇ ଦେଲି। ବସିକି 10 ଥର ମୁଣ୍ଡିଆ ମାରିଦେଲି। ହାଣ୍ଡିରୁ ବାମ୍ଫ ବାହାରିଲା ପରେ ତେଲଟି ପକେଇଦେଲି। ତାପରେ ତ ଥାଳିଆରେ ପ୍ରସ୍ତୁତ ହୋଇଥିଲା ପଞ୍ଚ ମସଲା ତାକୁ ପକେଇ ସାରିଲା ପରେ ତାପରେ ପିଆଜ ଟମାଟର ପକେଇଦେଲି। ମୋ ପୁଅକୁ ତ ଇଆଡେ ଅସହ୍ୟ ଭୋକ। ମୁଁ ତାକୁ କହିଲି ଅଧଘଣ୍ଟା କାଠେଇ ଯା ରୋଷେଇ ସଇଲେ ଖାଇବି। ସିଏ କଣ କାଠେଇବ? ସେ ତା ବାପା ସାଙ୍ଗେ ପଳେଇଲା ପିଜ୍ଜା ବର୍ଗର ଖାଇବା ପାଇଁ। ତାପରେ ବଟା ହୋଇ ରଖା ହେଇଥିବା ମସଲାଟିକୁ ପକେଇଦେବେ। ତାପରେ ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ଚିକେନ ମସଲା ଲୁଣ ପକେଇ ଘାଣ୍ଟି ଦେବେ। ଆଉ ସବୁଠାରୁ ଇମ୍ପୋର୍ଟାଣ୍ଟ କଥା ହେଲା କପରେ ଲାଗିଥିବା ମସଲା ଆଉ ଥରେ ପାଣି ଦେଇ ଧୋଇ ଧାଇକି ପକେଇଦେବେ। ସେ ମସଲା ତାକୁ ୱେଷ୍ଟ କରି ତାପରେ ଢାଙ୍କୁଣି ଦେଇଦେବେ। ହେଇଯା ସିମ୍ ସିମ୍ କହିଲା ବେଳକୁ ତ ସେ ହେଇଯାଇଥିବ। ନିଜେ ନିଜେ ଟିକେ ବାସ୍ନା ନେବେ ଯେହେତୁ ନିଜେ ବନେଇଛନ୍ତି। ତାପରେ ତ ରେଡି ମାଟି ହାଣ୍ଡି ଚିକେନ ପୋସ୍ତ।